ବାଣ ଫୁଟେଇଲେ ପ୍ରଦୂଷଣ ହଉଛି, ବାୟୁ ଦୂଷିତ ହଉଛି, ଆମ ଭଳିଆ ବୁଢା ମାନେ ଖୁ ଖୁଇ କାଟୁଛନ୍ତି। ମୁଁ ଯୋଉ ଜାଣେ ପିଲାମାନେ ତମ ଭିତରୁ କିଏ ଗୋଟିଏ ପିଲା ବାଣ ଫୁଟେଇଛି ତା ପଟ ପଟ ପିଟିକି ଖାଲି ନାଲା କରିଦେଉଛି। ତାହେଲେ ଆପଣ ତ ସ୍କୁଟର ଚଲଉଛନ୍ତି ସେଟା ଖାଲି ପାତୁ 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 ହେଇକି ଚାଲୁଛି ତା ତୁ ଅଧିକ ଧୂଆଁ କଣ ବାଣ ଫୁଟାରେ ବାହାରିବ ନା କଣ ତାର ଆପଣ ନିଜେ କହିଲେ। ଆବେ ଏତେ ତ ଭାରି ସାହସ, ସ୍କୁଟର କେବେ ଫାଟିଲାଣି? ସ୍କୁଟର ବା ଚାଲେ, ଫାଟିଲେ ସିନା ପ୍ରଦୂଷଣ ହୁଏ, ଚାଲିଲେ କୋଉଠି ପ୍ରଦୂଷଣ ହୁଏ? ଓ ଚାଲେ ଆପଣଙ୍କୁ ବିଜ୍ଞାନ ମାତର କିଏ କଲା? ଆପଣ ତତରେ ପରୀକ୍ଷା ଦେଇକି ମାତର ହେଇଛନ୍ତି ନା କାହାକୁ ପଇସା ଦେଇକି ମାତର ହେଇଛନ୍ତି କହିଲେ? ହଉରେ ତୁ ସେ ସ୍କୁଟର ଫୁଟର କଥା ଛାଡେ, ତୁ ଜାଣିଛୁ ବାଣ ଫାଣ ଫୁଟିଲେ ପଶୁପକ୍ଷୀ ଗୁଡା ଶାନ୍ତିରେ ରହିପାରିବେନି। ଆମେ ମଣିଷ ହେଇକି ଯଦି ପଶୁପକ୍ଷୀ ଯତ୍ନ ନବା, ସେ ମଣିଷ ପୁଣିଆ ଦାମ କଣ ରେ? ଚାଲେ ମତେ ଗୋଟେ କଥା କହିଲେ, ଆପଣ ଯୋଉ କଳା ଜରିରେ ଚିକେନ, ମଟନ, ମାଛ, ଅଣ୍ଡା ସବୁ ନେଇକି ଯାଉଛନ୍ତି, କୁକୁଡ଼ା ଦେହରେ କଣ ଜୀବନ ନାହିଁ? ଛେଳି କଣ ଜୀବନ ନାହିଁ? ମାଛ ଭିତରେ କଣ ଜୀବନ ନାହିଁ? ଆପଣ ଖାଲି ମଣିଷ ହଉଛନ୍ତି। କି ମଣିଷ ଜ୍ଞାନ ଚାଲ ଆପଣ ଦଉଛନ୍ତି? ଆଉ ରହିଲେ ଚାରେ ରାସ୍ତା କରରେ ଯୋଉ କୁକୁର ମାନେ ରହୁଛନ୍ତି, ତାହେଲେ ମୋ କୁକୁର ବା ବାଣ ନିଜେ ନିଜେ ଫୁଟେଇ ଦଉଛନ୍ତି, ସେଟା ଆପଣ ଆମ ଘରକୁ ଆସୁନାହାନ୍ତି କେବେ ଦେଖିବେ, ଆପଣଙ୍କ ପଛ ପତ୍ରରେ ବାଣ ଲଗେଇଦେବେ ଚାରେ। ଆରେ ବାବା ସେ ପଶୁ ପକ୍ଷୀ କଥା ଛାଡରେ, ଆମେ ଯୋଉ ପଇସା ଗୁଡା ପୋଡି ଦଉଛନ୍ତି, ଜିଅନ୍ତା ପଇସା ଗୁଡା, ତତେ ଏଇଟା ଭଲ ଲାଗୁଛି? ସାରେ ଆପଣ ପେରେ ଜ୍ଞାନ ଦବା ତା ତ କରିଦେଲେ। ଆରେ ଯୋଉ ଆପଣ ଦାତିଆ ଆପଣଙ୍କ ପୁଅ ଯୋଉ ବାହା ହେଲା ପ୍ରଥମାତ, ଆପଣ ଯୋଉ ଖାଲି ଗାଁ ତାର ଧୋ ଧା ବାଣ ଫୁଟଉଥିଲେ, ତେବେ କଣ ତାର ପଇସା ପୋଜୁନଥିଲା? ତାହେଲେ ଆପଣଙ୍କ ଏଇ ଜ୍ଞାନ ଗୁଡା ଖାଲି ଦୀପାବଳି ଟାଇମରେ କାହିଁ ବାହାରୁଛି କହିଲେ, ବାଣ ଫୁଟିଲା ନୂଆ ବର୍ଷ ଟାଇମରେ ତ ବାଣ ଫୁଟା ହଉଛି, ଆପଣ ତ କାହିଁ ତେବେ କିଛି କହୁନାହାନ୍ତି। ଆପଣଙ୍କ ଝିଅ ବାହାଘର ଟାଇମରେ ବାଣ ଫୁଟିଲା, ଆପଣ ତ କାହିଁ ତେବେ କିଛି କହୁନାହାନ୍ତି। ଖାଲି ଦୀପାବଳିରେ ବାଣ ଫୁଟିଲା। ତମେ ଆଜିକାଲି ଛୁଆ ଅବସ୍ଥାରେ ଅଛ, ତମ ମୁହଁରେ ଆଉ କଥା କହି ହଉନି।